ଇଲା ଓ ବୁଦ୍ଧଙ୍କ ପ୍ରେମ କାହାଣୀ ଏବଂ ଚନ୍ଦ୍ରବଂଶ ଆରମ୍ଭର କଥା। ବୈବସ୍ୱତ ମନୁ ଏବଂ ମହାରାଣୀ ଶ୍ରଦ୍ଧା ବହୁଦିନ ଧରି ନିଃସନ୍ତାନ ରହିଥିଲେ। ଦିନେ ନିଜ ଦୁଃଖକୁ ଲାଘବ କରିବାର ଉଦ୍ଦେଶ୍ୟ ନେଇ ଦୁହେଁ ମହର୍ଷି ବଶିଷ୍ଠଙ୍କ ଶରଣାଗତ ହେଲେ। ବଶିଷ୍ଠଙ୍କ ସଂରକ୍ଷଣରେ ଭଗବାନ ମିତ୍ର ବରୁଣଙ୍କ ଉଦ୍ଦେଶ୍ୟରେ ଏକ ପୁତ୍ର କାମେଷ୍ଟି ଯଜ୍ଞର ଆୟୋଜନ କରାଗଲା। ଯଦିଓ ମନୁ ନିଜ ବଂଶ ରକ୍ଷା ପାଇଁ ଗୋଟିଏ ପୁତ୍ର ସନ୍ତାନର ଇଚ୍ଛା ନେଇ ଏହି ଯଜ୍ଞଟିକୁ କରାଉଥିଲେ, ତେବେ ବିଧିର ବିଧାନ କିନ୍ତୁ ଅନ୍ୟ କିଛି ଥିଲା। ମିତ୍ର ବରୁଣଙ୍କ ଆଶୀର୍ବାଦର ଫଳସ୍ୱରୂପ ବୈବସ୍ୱତ ମନୁ ଏବଂ ମହାରାଣୀ ଶ୍ରଦ୍ଧାଙ୍କୁ ଗୋଟିଏ କନ୍ୟା ସନ୍ତାନର ପ୍ରାପ୍ତି ହେଲା, ଯାହାର ନାମ ଇଲା ରଖାଗଲା। ଯଦିଓ ମନୁ ସନ୍ତାନହୀନତାର କଷ୍ଟରୁ ମୁକ୍ତି ପାଇସାରିଥିଲେ, ତେବେ ପୁତ୍ର ପରିବର୍ତ୍ତେ କନ୍ୟା ସନ୍ତାନ ପାଇଥିବାରୁ ସନ୍ତୁଷ୍ଟ ନଥିଲେ। ତେଣୁ ସେ ପୁନଃ ମହର୍ଷି ବଶିଷ୍ଠଙ୍କ ନିକଟକୁ ଯାଇ ନିଜ ମନର ବ୍ୟଥା କହିବାକୁ ଲାଗିଲେ। ହେ ବ୍ରହ୍ମର୍ଷି, ମୋ ଅନ୍ତେ ମୋ ରାଜ୍ୟ ଚଳାଇବା ତଥା ମୋର ବଂଶ ରକ୍ଷା କରିବାର ଉଦ୍ଦେଶ୍ୟ ନେଇ ମୁଁ ପୁତ୍ରକାମେଷ୍ଟି ଯଜ୍ଞର ଆୟୋଜନ କରାଇଥିଲି। ତେବେ ଏହା ପରେ ମଧ୍ୟ ମୋତେ କନ୍ୟା ସନ୍ତାନ ହିଁ ପ୍ରାପ୍ତ ହେଲା। କୃପା କରି ମୋତେ ଏହି ପରିସ୍ଥିତିରୁ ମୁକୁଳିବାର ମାର୍ଗ ଦେଖାନ୍ତୁ ଭଗବାନ। ନିଜ ପୁତ୍ରହୀନତାର ବ୍ୟଥା ବର୍ଣ୍ଣନା କରି ମନୁ କହିବାକୁ ଲାଗିଲେ, ହେ ରାଜନ୍, ଯଦି ଯଜ୍ଞର ଫଳସ୍ୱରୂପ ଭଗବାନ ମିତ୍ର ବରୁଣ ଆପଣଙ୍କୁ କନ୍ୟା ସନ୍ତାନର ବରଦାନ ଦେଇଛନ୍ତି, ତେବେ ଆପଣଙ୍କୁ ତାହା ବିଧିର ନିର୍ଦ୍ଦେଶ ମନେକରି ସହର୍ଷ ଚିତ୍ତରେ ଗ୍ରହଣ କରିନେବା ଉଚିତ। ବୋଧହୁଏ ଏହି କନ୍ୟାଟିର ହାତରେ ହିଁ ଆପଣଙ୍କ ବଂଶ ଆଗକୁ ବଢ଼ାଯିବା ଭାଗ୍ୟର ବିଧାନ ଅଟେ। ବଶିଷ୍ଠ ରାଜାଙ୍କୁ ବିଧିର ବିଧାନ କଥା ବୁଝାଇବାକୁ ଲାଗିଲେ। ତେବେ ପୁତ୍ର ପ୍ରାପ୍ତିର ମୋହରେ ଅନ୍ଧ ପାଲଟି ସାରିଥିବା ବୈବସ୍ୱତ ମନୁଙ୍କ ଉପରେ ଏହିସବୁ କଥାର କିଛି ବି ପ୍ରଭାବ ପଡ଼ୁନଥିଲା। ଅତଏବ ସେ ବଶିଷ୍ଠଙ୍କୁ ପ୍ରାର୍ଥନା କରି କୌଣସି ଉପାୟରେ ଜନ୍ମିତ ଶିଶୁଟିକୁ ପୁତ୍ର କରିଦେବାକୁ ଅନୁରୋଧ କଲେ। ଏହିପରି କରିବା ସୃଷ୍ଟିର ନିୟମର ଉଲ୍ଲଂଘନ ବୋଲି ବହୁତ ବୁଝାଇବା ପରେ ମଧ୍ୟ ମନୁ ମହର୍ଷିଙ୍କ ଉପଦେଶକୁ ତିଳେ ମାତ୍ର କର୍ଣ୍ଣପାତ କଲେ ନାହିଁ। ଶେଷରେ ରାଜାଙ୍କ ଜିଦ୍ ସାମ୍ନାରେ ହାର ମାନି ନିଜ ଅନିଚ୍ଛା ସତ୍ତ୍ୱେ ବଶିଷ୍ଠ ଜନ୍ମିତ ଶିଶୁଟିର ଲିଙ୍ଗ ପରିବର୍ତ୍ତନ କରିଦେଇଥିଲେ। କନ୍ୟାରୁ ପୁତ୍ର ଯୋନିକୁ ପରିବର୍ତ୍ତିତ ହୋଇସାରିଥିବା ଏହି ଶିଶୁଟିର ନୂତନ ନାମ ସୁଦୁମ୍ନ ରଖାଗଲା। ବଡ଼ ହେଲା ଉତ୍ତାରୁ ମନୁଙ୍କ ପରେ ସୁଦୁମ୍ନ ରାଜସିଂହାସନ ଆରୋହଣ କରି ରାଜ୍ୟ ଶାସନ କରିବାକୁ ଲାଗିଲେ। ଏହା ଭିତରେ ବହୁ ବର୍ଷ ବିତିଗଲା। ଜଣେ ଧର୍ମପରାୟଣ, ନିଷ୍ଠାପର ଓ ପ୍ରଜାବତ୍ସଳ ରାଜା ଭାବରେ ସୁଦୁମ୍ନଙ୍କ ଖ୍ୟାତି ଚତୁର୍ଦିଗରେ ବ୍ୟାପିବାକୁ ଲାଗିଲା। ବଣ ମଧ୍ୟରେ ଦିନେ ହରିଣଟିଏର ପିଛା କରୁଥିବା ସମୟରେ ସୁଦୁମ୍ନ ଭୁଲବଶତଃ ଶ୍ରବଣ ଉଦ୍ୟାନ ମଧ୍ୟକୁ ପ୍ରବେଶ କରିଗଲେ। ଶ୍ରବଣ ଉଦ୍ୟାନ ମହାଦେବ ଏବଂ ମାତା ପାର୍ବତୀଙ୍କ ପ୍ରେମ ବିହାର ସ୍ଥଳୀ ଥିଲା। ଦେବୀଙ୍କ ଆଦେଶ ଅନୁସାରେ ସେଠାକୁ ଶିବଙ୍କ ବ୍ୟତୀତ ଅନ୍ୟ କୌଣସି ପୁରୁଷର ପ୍ରବେଶ କରିବା ସମ୍ପୂର୍ଣ୍ଣ ନିଷେଧ ଥିଲା। ଯିଏ କେହି ବି ଏହି ଆଦେଶର ଉଲ୍ଲଂଘନ କରୁଥିଲା, ସେ ଦଣ୍ଡ ସ୍ୱରୂପ ତତ୍କ୍ଷଣାତ୍ ସ୍ତ୍ରୀ ରୂପକୁ ପରିବର୍ତ୍ତିତ ହୋଇଯାଉଥିଲା। ଏବେ ନିଜ ଅଜାଣତାରେ ସୁଦୁମ୍ନ ବି ଏହି ଭୁଲଟି କରିସାରିଥିଲେ। ତେଣୁ ଅଭିଶାପ ସ୍ୱରୂପ ସେ ଗୋଟିଏ ଅତ୍ୟନ୍ତ ସୁନ୍ଦରୀ ସ୍ତ୍ରୀ ରୂପରେ ପରିବର୍ତ୍ତିତ ହୋଇଗଲେ। ପୁଷ୍କରିଣୀର ଜଳରେ ନିଜ ନୂତନ ରୂପର ପ୍ରତିବିମ୍ବ ଦେଖି ଆଚମ୍ବିତ ହୋଇସାରିଥିଲେ ସୁଦୁମ୍ନ। କ'ଣ ହେଲା ବୋଲି ବିଚାର କରିବାକୁ ମଧ୍ୟ ଧୈର୍ଯ୍ୟ ନଥିଲା ତାଙ୍କର। ଏହି ରୂପ ଧାରଣ କରି ରାଜମହଲ ଫେରିବା ଯେ ଅସମ୍ଭବ, ଏକଥା ଭଲ ଭାବରେ ଜାଣିପାରୁଥିଲେ ସିଏ। ଏଣୁ ନିଜ ଭାଗ୍ୟକୁ ଆଦରି ସେ ସେହି ବଣ ମଧ୍ୟରେ ରହିବାକୁ ଲାଗିଲେ। କିଛିଦିନ ଏହିପରି ଘୂରି ବୁଲିବା ପରେ ଦିନେ ତାଙ୍କର ମହର୍ଷି ବଶିଷ୍ଠଙ୍କ କଥା ମନେ ପଡ଼ିଲା। କାଳେ ବଶିଷ୍ଠ ତାଙ୍କର କୌଣସି ପ୍ରକାରର ସହାୟତା କରିପାରିବେ, ଏହା ଚିନ୍ତା କରି ନାରୀ ରୂପୀ ସୁଦୁମ୍ନ ମହର୍ଷିଙ୍କ ଆଶ୍ରମକୁ ଗଲେ। ସ୍ତ୍ରୀ ବେଶରେ ସୁଦୁମ୍ନକୁ ଦେଖି ବଶିଷ୍ଠ ମଧ୍ୟ ବୁଝିସାରିଥିଲେ ଯେ କ'ଣ ହୋଇଛି ବୋଲି। ସୁତରାଂ ସେ ସୁଦୁମ୍ନଙ୍କୁ ତାଙ୍କ ଜନ୍ମ ବୃତ୍ତାନ୍ତ ଶୁଣାଇ କହିବାକୁ ଲାଗିଲେ ଯେ ତାହାଙ୍କ ଜନ୍ମ ପ୍ରକୃତରେ ଗୋଟିଏ ସ୍ତ୍ରୀ ରୂପରେ ହିଁ ହୋଇଥିଲା ଏବଂ ସୃଷ୍ଟିର ନିୟମର ବିରୁଦ୍ଧାଚରଣ କରାଯାଇ ତାହାଙ୍କର ଲିଙ୍ଗ ପରିବର୍ତ୍ତନ କରାଯାଇଥିଲା। ବୋଧହୁଏ ତାହାର ହିଁ ଦଣ୍ଡ ସ୍ୱରୂପ ପ୍ରକୃତି ଏବେ ଦେବୀ ପାର୍ବତୀଙ୍କ ଅଭିଶାପକୁ ନିମିତ୍ତ କରି ନିଜ ଉଦ୍ଦେଶ୍ୟ ସାଧନ କରିଅଛି। ଏହିସବୁ କଥା ଶୁଣି
ଦୁଃଖରେ ମ୍ରିୟମାଣ ସୁଦୁମ୍ନ ବଶିଷ୍ଠଙ୍କୁ ଏହି ଅଭିଶାପରୁ ମୁକ୍ତି ପାଇବାର ବାଟ ପଚାରିବାକୁ ଲାଗିଲେ। ହେ ସୁଦୁମ୍ନ, କୌଣସି ନଶ୍ୱର ମନୁଷ୍ୟ ତୁମକୁ ଏହି ଅଭିଶାପରୁ ମୁକ୍ତି ଦେଇପାରିବ ନାହିଁ। ମହାଦେବୀଙ୍କ ଦ୍ୱାରା ଦିଆଯାଇଥିବା ଦଣ୍ଡକୁ କ୍ଷମା ଦେବାର ଅଧିକାର କେବଳ ତାହାଙ୍କର ହିଁ ଅଛି। ଏଣୁ ତୁମେ ଶିବ ପାର୍ବତୀଙ୍କ ଶରଣାପନ୍ନ ହୋଇ ନିଜ କଷ୍ଟର ନିବାରଣ କର ରାଜନ୍। ସୁଦୁମ୍ନଙ୍କୁ ତାହାଙ୍କ ମୁକ୍ତିର ବାଟ ଦେଖାଇ ବଶିଷ୍ଠ କହିବାକୁ ଲାଗିଲେ। ଏହାପରେ ସୁଦୁମ୍ନ ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ଘୋର ତପସ୍ୟାରେ ଲୀନ ହୋଇଗଲେ। ତାଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ଶିବ ସୁଦୁମ୍ନଙ୍କ ସମ୍ମୁଖରେ ପ୍ରକଟ ହେଲେ। ଭଗବାନ ଶଙ୍କରଙ୍କୁ ପ୍ରଣାମ କରି ସୁଦୁମ୍ନ ତାହାଙ୍କୁ ନାରୀ ରୂପରୁ ମୁକ୍ତି ଦେବାକୁ ପ୍ରାର୍ଥନା କରିବାକୁ ଲାଗିଲେ। ହେ ସୁଦୁମ୍ନ, ମୁଁ ଜାଣେ ତୁମେ ଭୁଲବଶତଃ ଶ୍ରବଣ ବନ ମଧ୍ୟକୁ ପ୍ରବେଶ କରିଥିଲ। ତେବେ ଦେବୀ ପାର୍ବତୀ ମୋତେ ସଂସାରରେ ସବୁଠାରୁ ପ୍ରିୟ। ତେଣୁ ତାହାଙ୍କ ଦ୍ୱାରା ନିର୍ଦ୍ଧାରିତ ଦଣ୍ଡଟିକୁ ମୁଁ ନିଷ୍ଫଳ କରିବି ନାହିଁ, କିନ୍ତୁ ମୁଁ ଏହାକୁ କୋହଳ ଅବଶ୍ୟ କରିପାରିବି। ମହାଦେବ କହିଲେ, ଯେମିତି ଆପଣଙ୍କ ଇଚ୍ଛା ଭଗବାନ। ଯୋଡ଼ ହସ୍ତ ସୁଦୁମ୍ନ ଉତ୍ତର ଦେଲେ। ତେବେ ଶୁଣ, ଏଣିକି ତୁମେ ପ୍ରତି ମାସରେ ନିଜ ଲିଙ୍ଗ ବଦଳାଇବ। ଗୋଟିଏ ମାସ ତୁମେ ନିଜ ପୁରୁଷ ରୂପ ସୁଦୁମ୍ନ ଭାବରେ ବିତାଇଲା ବେଳେ ପରବର୍ତ୍ତୀ ମାସଟି ନିଜର ସ୍ତ୍ରୀ ରୂପ ଇଲା ଭାବରେ ବିତାଇବ। ରାଜାଙ୍କୁ ଏହିପରି ଆଶୀର୍ବାଦ କରି ଭଗବାନ ଶଙ୍କର ଅଦୃଶ୍ୟ ହୋଇଗଲେ। କିଛିଦିନ ଗଲାପରେ ଦିନେ ସ୍ତ୍ରୀ ରୂପୀ ଇଲା ପୁଷ୍କରିଣୀରେ ସ୍ନାନ କରୁଥିବା ସମୟରେ ସେଠାକୁ ଚନ୍ଦ୍ରପୁତ୍ର ବୁଦ୍ଧଙ୍କ ଆଗମନ ହୁଏ। ବୁଦ୍ଧ ଇଲାଙ୍କୁ ଦେଖି ତାହାଙ୍କ ସୌନ୍ଦର୍ଯ୍ୟରେ ମୋହିତ ହୋଇଯାଆନ୍ତି। ନିଜ ଜ୍ଞାନ ଚକ୍ଷୁରେ ସେ ଇଲା ଏବଂ ତାଙ୍କ ପୁରୁଷ ରୂପ ସୁଦୁମ୍ନଙ୍କ ବିଷୟରେ ସବୁକିଛି ଜାଣିପାରନ୍ତି। ବୁଦ୍ଧଙ୍କ ଜନ୍ମ ଚନ୍ଦ୍ର ଏବଂ ଦେବଗୁରୁ ବୃହସ୍ପତିଙ୍କ ପତ୍ନୀ ତାରାଙ୍କ ଅବୈଧ ମିଳନରୁ ହୋଇଥିବା କାରଣରୁ ବୃହସ୍ପତିଙ୍କ ଅଭିଶାପ କ୍ରମେ ବୁଦ୍ଧ ମଧ୍ୟ ଉଭୟ ଲିଙ୍ଗୀ ହୋଇ ଜନ୍ମ ହୋଇଥାନ୍ତି। ସୁତରାଂ ଇଲା ଓ ବୁଦ୍ଧ ପରସ୍ପରର ପରିପୂରକ ହୋଇଥିବା ମନେକରି ବିବାହ କରିନିଅନ୍ତି। ବିବାହ ପରେ ଇଲା ନିଜ ସ୍ୱାମୀଙ୍କ ସହ ତାଙ୍କ ଆଶ୍ରମରେ ରହିବାକୁ ଲାଗନ୍ତି। ଗୋଟିଏ ମାସ ସେ ସ୍ତ୍ରୀ ରୂପରେ ଦାମ୍ପତ୍ୟ ଜୀବନର ଆନନ୍ଦ ନେଉଥିବା ସମୟରେ ଅନ୍ୟ ମାସଟି ନିଜ ପୁରୁଷ ରୂପରେ ବୁଦ୍ଧଙ୍କ ସହ ବେଦ ଅଧ୍ୟୟନ ଓ ଧର୍ମ ଚର୍ଚ୍ଚା କରି ବିତାଇବାକୁ ଲାଗନ୍ତି। ଏହିପରି 1 ବର୍ଷ ଅତିକ୍ରାନ୍ତ ହେଲା ପରେ ଇଲା ପୁତ୍ର ସନ୍ତାନଟିଏକୁ ଜନ୍ମ ଦିଅନ୍ତି, ଯାହାର ନାମ ପୁରୁରବା ରଖାଯାଏ। କିଛିଦିନ ପରେ ବୁଦ୍ଧଙ୍କଠାରୁ ଆଜ୍ଞା ନେଇ ସୁଦୁମ୍ନ ପୁରୁରବାକୁ ସାଙ୍ଗରେ ନେଇ ରାଜମହଲକୁ ଫେରିଆସନ୍ତି। ପୁରୁରବା ଯୁବାବସ୍ଥା ପ୍ରାପ୍ତ କରିବା ପରେ ତାହାକୁ ରାଜ୍ୟ ଶାସନର ଭାର ଦେଇ ସୁଦୁମ୍ନ ବନ ମଧ୍ୟକୁ ତପସ୍ୟା କରିବାକୁ ଚାଲିଯାଆନ୍ତି। ବହୁ ବର୍ଷ ତଳେ ଶ୍ରବଣବନକୁ ପ୍ରବେଶ କରି ନିଜ କରିଥିବା ପାପର ପ୍ରାୟଶ୍ଚିତ କରିବାକୁ ସେ ଦେବୀ ପାର୍ବତୀଙ୍କ ଆରାଧନା କରିବାକୁ ଲାଗନ୍ତି। ସୁଦୁମ୍ନଙ୍କ ଭକ୍ତିରେ ପ୍ରସନ୍ନ ହୋଇ ମହାଦେବୀ ତାଙ୍କୁ ତାଙ୍କ ସମସ୍ତ ପାପର ତଥା ପାର୍ଥିବ ଶରୀରରୁ ମୁକ୍ତି ପ୍ରଦାନ କରି ନିଜ ଚରଣରେ ସ୍ଥାନ ଦିଅନ୍ତି। ସୁଦୁମ୍ନଙ୍କ ପରେ ବୈବସ୍ୱତ ମନୁଙ୍କର ଅନ୍ୟ କିଛି ସନ୍ତାନ ମଧ୍ୟ ଜନ୍ମ ନିଅନ୍ତି। ସୁଦୁମ୍ନଙ୍କ ଅନୁଜ ଇକ୍ଷ୍ୱାକୁ ନିଜ ପିତାମହ ସୂର୍ଯ୍ୟଙ୍କ ନାମାନୁସାରେ ସୂର୍ଯ୍ୟବଂଶର ପ୍ରତିଷ୍ଠା କରନ୍ତି, ଯେଉଁଥିରେ କି ରଘୁ, ଅଜ, ଦିଲୀପ ତଥା ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମ ଜନ୍ମ ନିଅନ୍ତି। ସେହିପରି ସୁଦୁମ୍ନଙ୍କ ପୁତ୍ର ପୁରୁରବା ନିଜ ପିତାମହଙ୍କ ନାମାନୁସାରେ ଚନ୍ଦ୍ରବଂଶର ସ୍ଥାପନା କରନ୍ତି, ଯେଉଁଥିରେ କି ଯଦୁବଂଶୀ ଶ୍ରୀକୃଷ୍ଣ ତଥା ପାଣ୍ଡବ ଏବଂ କୌରବମାନେ ଜନ୍ମ ନିଅନ୍ତି। ମହାଭାରତ ଯୁଦ୍ଧ ପରେ ଯେତେବେଳେ ଅଭିମନ୍ୟୁ ପୁତ୍ର ପରୀକ୍ଷିତ ନିଜ ବଂଶର ଇତିହାସ ତଥା ଚନ୍ଦ୍ରବଂଶ ଓ ସୂର୍ଯ୍ୟବଂଶ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଜାଣିବାକୁ ଚାହିଁଥିଲେ, ତାଙ୍କୁ ମହାତ୍ମା ଶୁକଦେବ ଇଲା ବୁଦ୍ଧଙ୍କର ଏହି କାହାଣୀଟି ଶୁଣାଇଥିଲେ।